ଭାରସାମ୍ୟ ହରାଇ ଗଛରେ ଧକ୍କା ହୋଇ 15 ଫୁଟ ତଳକୁ ଖସିଲା ବିଦ୍ୟୁତ ବିଭାଗର ବୋଲେରୋ। ଦୁର୍ଘଟଣାରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ଯନ୍ତ୍ରୀଙ୍କ ସମେତ 2 କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ ପୁରୁଣା କଟକ ଓ ପରେ ସଂକଟାପନ୍ନ ହେବାରୁ ଯନ୍ତ୍ରୀ ଓ 2 କର୍ମଚାରୀଙ୍କୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ନ ପ୍ରାୟ 3 ଘଣ୍ଟା ସମୟରେ 4 ଛକ ଫିଡରରେ କାର୍ଯ୍ୟରତ ବୋଲେରୋ ଗାଡ଼ି ବୌଦ୍ଧକୁ କୌଣସି କାମରେ ଯାଇ 57 ନମ୍ବର ଜାତୀୟ ରାଜପଥରେ 4 ଛକ ଫେରୁଥିବା ବେଳେ ପୁରୁଣା କଟକ ଥାନା ବଡ଼ବନ୍ଧ ନିକଟରେ ଭାରସାମ୍ୟ ହରାଇ ଡାହାଣପଟ ଏକ କୃଷ୍ଣଚୂଡ଼ା ଗଛକୁ ଧକ୍କା ଦେଇଥିଲା। ଫଳରେ 15 ଫୁଟ ବିଲ ତଳକୁ ଖସି ପଡ଼ିଥିଲା ଗାଡ଼ିଟି। ଘଟଣାସ୍ଥଳରେ 4 ଛକ ଅଞ୍ଚଳର ଗାଡ଼ି ଚାଳକ ଶିବ ନାଗ ମୃତ୍ୟୁବରଣ କରିଥିବା ବେଳେ ଗାଡ଼ିରେ ବସିଥିବା 4 ଛକ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ପାଣିଗ୍ରାହୀଙ୍କ ସମେତ କର୍ମଚାରୀ ସମୀର ନାୟକ ଓ ସଂଗ୍ରାମ ସାହୁ ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ପ୍ରଥମେ ନିଜ ଚେଷ୍ଟାରେ ଗାଡ଼ି ଭିତରୁ ସମସ୍ତଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରଖି 4 ଛକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ 4 ଛକ ଅଗ୍ନିଶମ ବାହିନୀ ସମସ୍ତଙ୍କୁ ପ୍ରଥମେ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଡ୍ରାଇଭର ଶିବ ନାଗଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଅନ୍ୟପଟେ ଯନ୍ତ୍ରୀଙ୍କ ସମେତ ଅନ୍ୟ 2 କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ସେପଟେ ଦୁର୍ଘଟଣା ପୁରୁଣା କଟକ ଡାକ୍ତରଖାନାରେ ପୁରୁଣା କଟକ ପୋଲିସ ପହଞ୍ଚି ମୃତ ଶିବ ନାଗଙ୍କ ମର ଶରୀର ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଜାରି ରଖିବା ସହିତ ଘଟଣାର ଅଧିକ ତଦନ୍ତ ଚାଲୁ ରହିଛି। ବୌଦ୍ଧରୁ ବିଜୟ ଆଚାର୍ଯ୍ୟଙ୍କ ରିପୋର୍ଟ ଓଟି ଲାଇଭ୍। ଅଧିକ ଖବର ଦେଖିବା ପାଇଁ ଓଟି ଲାଇଭ୍କୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଏହି ଖବରଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ।